ଯାହା ଗ୍ରହଣ କରାଯାଏ ତାହା ହିଁ ଅନ୍ନ। ଯାହା ଗ୍ରହଣ କରାଯାଏ, ଆଖି ଦେଖିଲା ଗ୍ରହଣ କରିନେଲା, କାନ ଶୁଣିଲା ଗ୍ରହଣ କରିନେଲା, ନାଇଁ କି ବେଦରେ ଅଛି। କହିଲେ ବହୁତ ସମୟ ଯିବ, ତେଣୁ ଆପଣ ପୁରୀ ଖାଇବେ, ସୁଜି କ୍ଷୀରି ଖାଇବେ, ଚାଉଳ କ୍ଷୀରି ଖାଇବେନି, ବା ଚାଉଳରେ ପାପ ପୁରୁଷ ଅଛି। ଫଳ ଖାଇବେ, କ୍ଷୀର ପିଇବେ। କାଲି ମାନେ ଜଣେ ସାଧୁ ମଧ୍ୟପ୍ରଦେଶରୁ ଆମ ପାଖକୁ ଫୋନ୍ କଲେ କାଲିର ରାତି 9ଟା ବେଳେ। ବୋଲି ଜୟ ଜଗନ୍ନାଥ, କ'ଣ ବାବା କ୍ୟା? କହିଲେ ଆଜି ତ ଏକାଦଶୀ ହିନ୍ଦୀରେ, ଆଉ ଆମେ ଆଜି ଫଳମୂଳ ଖାଇଛୁ, ଆମେ ଏକାଦଶୀ କରୁଛେ। ଗୁରୁଦେବ କହିଲେ ଏକ ଦୃଷ୍ଟିରେ ସାରା ଜୀବଜଗତକୁ ଦେଖିବା ହିଁ ଏକାଦଶୀ। ସବୁରି ଭିତରେ ମୁଁ ଭଗବାନ, ସବୁରି ଭିତରେ ସେଇ ଆତ୍ମା, ସବୁରି ଭିତରେ କୃଷ୍ଣ, ସବୁରି ଭିତରେ ରାମ। ଏ ବୋଧଟା ଆମର ନାହିଁ।